ନମସ୍କାର ବନ୍ଧୁଗଣ, ୱେଲକମ୍ ଟୁ ଏଜୁକେସନ୍ ପଏଣ୍ଟ ଚ୍ୟାନେଲ। ତେବେ ବନ୍ଧୁଗଣ, ଆପଣମାନଙ୍କ ପାଇଁ ଫୋନ୍ ଦ୍ୱାରା ନ୍ୟୁ ଭିଡ଼ିଓ ବା ନ୍ୟୁ ଇନଫର୍ମେସନ୍ ବା ନ୍ୟୁ ଭ୍ୟାକେନ୍ସି ନେଇକି ଆସିଛି। ଯେଉଁଟା ରହିଛି ଆମ ଓଡ଼ିଶାର ଅଛି ଭ୍ୟାକେନ୍ସି ରହିଛି, ଯେଉଁଟା ଓଡ଼ିଶାର ସରକାରୀ କଲେଜ ଆସିଛି ଭ୍ୟାକେନ୍ସି ରହିଛି, ଯେଉଁଟାକି ରାଉରକେଲାରେ ରହିଛି ଭ୍ୟାକେନ୍ସି। ତ ଆପଣମାନେ ପ୍ରଥମ ଜାଣି ରଖନ୍ତୁ, ଯେଉଁ ଭ୍ୟାକେନ୍ସି ରହିଛି ରାଉରକେଲାରେ ରହିଛି ଭ୍ୟାକେନ୍ସି ରହିଛି, ସମସ୍ତେ ଆବେଦନ କରିପାରିବେ। ଯୋଉଠି ଅଛି ବହୁତ ସାରା ଭ୍ୟାକେନ୍ସି ଆସିଅଛି, ଯୋଉଟା କି ଆପଣ ମାନେ ଦେଖିପାରିବେ ଡାଇରେକ୍ଟ ରିକ୍ରୁଟମେଣ୍ଟ ହବ। ତ ଆପଣ ମାନେ ଜାଣି ରଖନ୍ତୁ ଏଇ ପୋଷ୍ଟଟି କ'ଣ କ'ଣ ରହିଛି। ତାକୁ ଦେଖନ୍ତୁ, ପୋଷ୍ଟ ରହିଛି ନନ୍ ଟିଚିଂ, ତା ସହିତ ଅଫିସିଆଲ ପୋଷ୍ଟ କିଛି ରହିଛି। ତ ଏଇଭଳି କିଛି ଭ୍ୟାକେନ୍ସି ବହୁତ ସାରା ରହିଛି, ଯାହାର ଆବେଦନ ଶେଷ ତାରିଖ ଦେଖନ୍ତୁ 25/3/2026, ଯୋଉଟା ଆପଣ ମାନେ ଦେଖିପାରୁଥିବେ, କ୍ଲିୟରଲି ଦେଖିପାରୁଥିବେ। ଭ୍ୟାକେନ୍ସିର ଲାଷ୍ଟ ଡେଟ୍ 25/3/2026 ଅଛି। ତେବେ ଆସନ୍ତୁ ଦେଖିବା କ'ଣ କ'ଣ ଭ୍ୟାକେନ୍ସି ଅଛି। ତା ଆଗରୁ ଆପଣମାନଙ୍କୁ ଗୋଟେ କଥା କୁହାଯାଉଛି, ଯଦି ଏହି ଚ୍ୟାନେଲରେ ପ୍ରଥମ କରି ଅଛନ୍ତି ତାହେଲେ ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ ମଧ୍ୟ କରି ରଖିବେ, ଯାହାଦ୍ୱାରା ମୋତେ ବହୁତ ସାରା ମୋଟିଭେଟ୍ ମିଳିବ ଏବଂ ଏନକରେଜ ମଧ୍ୟ ମିଳିବ। ମୁଁ ଏମିତି ନିନୁ ଅପଡେଟ୍ ଇନଫର୍ମେସନ୍ ସବୁଦିନ ଆଣିପାରିବି। ତେବେ ଆସନ୍ତୁ ଦେଖିବା ଆଜି କ'ଣ କ'ଣ ଭ୍ୟାକେନ୍ସି ଅଛି ତାହା ଆପଣମାନଙ୍କ ପାଇଁ ନେଇକି ଆସିଛି, ତାହା ଦେଖିବା। ଦେଖନ୍ତୁ, ପୋଷ୍ଟ ନନ୍ ଟିଚିଂ ଆଣ୍ଡ ଅଫିସିଆଲ ଭ୍ୟାକେନ୍ସି କିଛି ଅଛି, ଯାହାର ଆବେଦନ ରହୁଛି, ଯୋଉଟା ଆପଣ କ୍ଲିୟର ଦେଖିପାରିବେ। ଆବେଦନ ଅଛି, ଅଫଲାଇନ ଆବେଦନ କରାଯାଉଛି। ଆବେଦନ ହେଉଛି ଅଫଲାଇନ ଆବେଦନ କରାଯିବ। ତାହାର ଦେଖନ୍ତୁ, ଆବେଦନ ସମୟରେ କ'ଣ କ'ଣ ଡକୁମେଣ୍ଟସ ଦରକାର ତାହା ଆପଣମାନଙ୍କର ବହୁତ ପିଲା ଡାଉଟ୍ ହୁଏ। ଆବେଦନ ସମୟରେ ଗୋଟେ ଆପ୍ଲିକେସନ ଫର୍ମାଟ୍ ରହିଛି, ସେଇ ଆପ୍ଲିକେସନ ଫର୍ମାଟ୍ ସହିତ ସବୁ ଡକୁମେଣ୍ଟସ ଆଟାଚ୍ କରିବେ। ଆପଣଙ୍କ ପୋଷ୍ଟ ଅନୁସାରେ ଡକୁମେଣ୍ଟ ସବୁ ଆଟାଚ୍ କରିବେ। କେଉଁ ଡକୁମେଣ୍ଟସ ଆଟାଚ୍ କରିବେ ତାହା ମଧ୍ୟ ଆପଣମାନଙ୍କୁ ମୋ ଭିଡ଼ିଓ ଏଣ୍ଡିଂରେ ମଧ୍ୟ ସବୁ ଡିଟେଲ୍ସ ଦେଖେଇ ନେବି, ଯାହାଦ୍ୱାରା ଆପଣ ଜାଣିପାରିବେ। କିନ୍ତୁ ପ୍ରଥମେ ଜାଣନ୍ତୁ, ଏଇଟା ଗେଷ୍ଟ ଫ୍ୟାକଲ୍ଟି ଭ୍ୟାକେନ୍ସି ରହିଛି, ଯେଉଁଟା ଆପଣ ଜାଣନ୍ତୁ ଆପଣ କହିପାରିବେ ରହିଛି ଟେମ୍ପୋରାରୀ ପୋଷ୍ଟ ବା କଣ୍ଟ୍ରାକ୍ଚୁଆଲ ପୋଷ୍ଟ। ଏଇଭଳି କିଛି ଭ୍ୟାକେନ୍ସି ଅଛି, ଯେଉଁଟା ଆପଣମାନେ କ୍ଲିୟରଲି ଦେଖିପାରିବେ। ଭିଡ଼ିଓ ଏଣ୍ଡିଂରେ ଆପଣମାନେ ଦେଖେଇ ନେବି। ତେବେ ଦେଖନ୍ତୁ, ଏଇ ଯେଉଁ ଭ୍ୟାକେନ୍ସି ରହିଛି ତାର ଚୟନ ପ୍ରକ୍ରିୟା କ'ଣ ରହିବ। ଚୟନ ପ୍ରକ୍ରିୟା ଦେଖନ୍ତୁ, ଏହାର ୱାଲକ୍ ଇନ୍ ଇଣ୍ଟରଭ୍ୟୁ ଅଛି। ଆପଣଙ୍କ ଇଣ୍ଟରଭ୍ୟୁ ବେସିସ୍ରେ ଆପଣଙ୍କ ସିଲେକ୍ସନ କରାଯିବ। ଯେଉଁମାନେ ଇଣ୍ଟରଭ୍ୟୁରେ ଭଲ ପରଫର୍ମାନ୍ସ କରିବେ ସେମାନେ ସିଲେକ୍ସନ ହୋଇଯିବେ। ତେବେ ଆସନ୍ତୁ ଦେଖିବା, ଭିଡ଼ିଓଟି ବେଶୀ ଲଙ୍ଗ କରିବା ନାହିଁ, ଯାହାକୁ ଆପଣମାନଙ୍କ ପାଇଁ ମୁଁ ଦେଖେଇ ନେବି। ଯେଉଁ ଭ୍ୟାକେନ୍ସିଟି ଅଛି ତା ଡିଟେଲ୍ସ ଦେଖେଇ ନେବି। ତା ଆଗରୁ ଦେଖନ୍ତୁ, ଏଠିର ଫୁଲ୍ ଡିଟେଲ୍ସ ହିଅର, ଯେଉଁଟା ଆପଣମାନେ ଦେଖିପାରିବେ। ଆପଣମାନେ ଭଲ ଭାବେ ଦେଖୁଛନ୍ତି, ଲାଇକ୍ କରିଦିଅନ୍ତୁ, ସେୟାର କରନ୍ତୁ, ଆଉ ସପୋର୍ଟ ମଧ୍ୟ କରନ୍ତୁ। ଦେଖନ୍ତୁ, ଭ୍ୟାକେନ୍ସିର ଫୁଲ୍ ଡିଟେଲ୍ସ ଅଛି ଏଠି ଦେଖନ୍ତୁ, ଆପଣ ଦେଖିପାରୁଥିବେ। ଯେଉଁଟାକି ରହିଛି କଣ୍ଟ୍ରାକ୍ଚୁଆଲ ବେସିସ୍, ଆପଣ ଦେଖିପାରୁଥିବେ କ୍ଲିୟରଲି। ଭଲସେ ଦେଖନ୍ତୁ, ଗୋଟେ ରହିଛି ଆପଣମାନେ ଦେଖିବେ ଅଫିସ ଆଉ ଆଡମିନିଷ୍ଟ୍ରେଟିଭ ୱାର୍କର ରହିଛି ପୋଷ୍ଟ ରହିଛି, ଯେଉଁଟା ଆପଣମାନେ ଭିଡ଼ିଓ ଆରମ୍ଭରେ ଅଲରେଡ଼ି ମୁଁ କହିଥିଲି, ତାହା ମଧ୍ୟ ଆପଣମାନେ ଏଠାରେ ଦେଖିପାରୁଥିବେ। ତେବେ ଆସନ୍ତୁ ଦେଖିବା, ଏଇସବୁ ପୋଷ୍ଟ ରହିଛି ତାର କ'ଣ ଆବେଦନ ପ୍ରକ୍ରିୟା ରହୁଛି, ତାହା ମଧ୍ୟ ଆପଣମାନଙ୍କୁ କ୍ଲିୟରଲି ଦେଖେଇ ନେବି, ତା ସହିତ ମଧ୍ୟ କହି ରଖିବି। ତେବେ ଦେଖନ୍ତୁ, ଏଇ ଯେଉଁ ପୋଷ୍ଟ ରହିଛି, ଭ୍ୟାକେନ୍ସି ରହିଛି, ଯେଉଁ ଭ୍ୟାକେନ୍ସି ଇଲିଜିବଲ୍ କ୍ରାଇଟେରିଆ ଆପଣ ଦେଖିପାରୁଥିବେ କ୍ଲିୟରଲି। ଦେଖନ୍ତୁ, ଆପ୍ଲିକାଣ୍ଟ ସୁଡ୍ ପଜେସ୍ ଗୁଡ୍ ସର୍ଭିସ୍ ରେକର୍ଡ ଆଣ୍ଡ ଆଡିକ୍ୱେଟ୍ ଏକ୍ସପିରିଏନ୍ସ ଇନ୍ ଅଫିସ୍। ତ ସେମାନେ ଏକ୍ସପିରିଏନ୍ସ ସେମାନଙ୍କୁ ଅଧିକ ପ୍ରିଫରେନ୍ସ ମିଳିବ। ତା ସହିତ ଯେଉଁମାନେ ରିଟାୟାରମେଣ୍ଟ ଥିବେ ସେମାନେ ଆବେଦନ କରିପାରିବେ। ମୋତେ ବୁଝି ରଖନ୍ତୁ କେଉଁମାନେ ଆବେଦନ କରିବେ, ତାହା ମଧ୍ୟ ଆପଣମାନଙ୍କୁ ମୁଁ ଡିଟେଲ୍ସ କହି ରଖୁଛି। এইসব পোস্টরা ଯେଉଁ ପୋଷ୍ଟ ଦେଖନ୍ତୁ, ପିରିୟଡ଼ ଏନଗେଜମେଣ୍ଟ ଦେଖନ୍ତୁ, ଯେଉଁ ଏନଗେଜମେଣ୍ଟ ଦେଖନ୍ତୁ ପିଓରଲି ଟେମ୍ପୋରାରୀ ଅଛି, ଆପଣମାନେ ଦେଖିପାରୁଥିବେ, ଆଉ କଣ୍ଟ୍ରାକ୍ଚୁଆଲ ଇନ୍ ନେଚର ଇନିସିଆଲି। ତ ଆପଣମାନେ କ୍ଲିୟରଲି ଦେଖିପାରିବେ। ଏହାପରେ ଯଦି କିଛି ଡାଉଟ୍ ହୁଏ ତାହେଲେ କମେଣ୍ଟ ବକ୍ସ ମଧ୍ୟ କହିପାରିବେ। ତେବେ ଆସନ୍ତୁ ଦେଖିବା ଏହାର ଆବେଦନ କେମିତି କ'ଣ ରହୁଛି, ତାହା ମଧ୍ୟ ଆପଣମାନଙ୍କୁ କହି ରଖିବି ସର୍ଟଲି। ଦେଖନ୍ତୁ, ହାଉ ଟୁ ଆପ୍ଲାଏ ଆପଣ ଦେଖିପାରୁଥିବେ। ଇଣ୍ଟରେଷ୍ଟେଡ୍ କ୍ୟାଣ୍ଡିଡେଟ୍ ରିକ୍ୱେଷ୍ଟ ଟୁ ସବମିଟ୍ ଦେୟାର ଆପ୍ଲିକେସନ୍। ଦେଖନ୍ତୁ, in prescribing देखो along with self attested copies of the following documents, सब documents attach करिवे आपण ता सहित application form attach करी application form जोटा हम डेस्क्रिप्शन लिंक रे पाई जिवे, ताको प्रिंट भाग नै, तापर ताको सर्टिफिकेट फिल अप करिवे। तापर सब डॉक्यूमेंट्स जो डॉक्यूमेंट्स आपण कहली से डॉक्यूमेंट्स अटैच करी आपण आवेदन करिवे। देखो 25/3/2026 लास्ट डेट रही, जोटा आप देखिपे ऑफिस आवर भर आप आवेदन करेंगे। आधार कार्ड आपंकर सब डॉक्यूमेंट्स अटैच करेंगे, पासपोर्ट फोटो अटैच करेंगे आप्लिकेशन फॉर्म सहित।
ଏହାକୁ ଦେଖନ୍ତୁ ଆବେଦନ କରି କେଉଁମାନେ ଦେଖନ୍ତୁ ଯେଉଁମାନେ ରିଟାୟାରମେଣ୍ଟ ଥିବେ ସେଇ ଏକ୍ସପିରିଏନ୍ସ ଥିବ ସେଇ ଫିଲ୍ଡ ଉପରେ ବା ସେଇ ପୋଷ୍ଟ ଉପରେ ତ ସେମାନେ ଆବେଦନ କରିପାରିବେ। ଏଇଟା ମଧ୍ୟ ଆପଣମାନେ ଜାଣି ରଖନ୍ତୁ, ଯାହାକୁ ନେଇ ବହୁତ ଗୁଣ ଦ୍ୱନ୍ଦ୍ୱ ହୁଏ। ତେଣୁ ଆପଣମାନେ ଭିଡ଼ିଓଟି ଶେଷ ଶୁଣିବେ ସବୁବେଳେ। ମୁଁ ଯାହା ବି ଆପଣମାନଙ୍କୁ ସବୁ ଡିଟେଲ୍ସ କହି ରଖିବି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିଦେବେ। ଥ୍ୟାଙ୍କ ୟୁ ଫର୍ ଦିସ୍ ୱାଚିଂ।